नमस्कार ମୁଁ ନାଜମିନ୍ ଏବଂ ଆପଣ ଦେଖୁଛନ୍ତି ପୂର୍ବ ପକ୍ଷ ପ୍ରସ୍ତୁତ ମଇଦାନ। ଆଜି ଆମେ କଥା ହେବାକୁ ଯାଉଛୁ ଏମିତି ଜଣେ କ୍ରିକେଟରଙ୍କ ବିଷୟରେ ଯିଏ କେବଳ ଖେଳ ନୁହେଁ ଦେଶ ପ୍ରେମର ଏକ ଅଦ୍ଭୁତ ଉଦାହରଣ ହୋଇଯାଇଛନ୍ତି। ଭାବନ୍ତୁ, ଭାରତ ଓ ଅଷ୍ଟ୍ରେଲିଆ ଭଳି ବଡ଼ କ୍ରିକେଟ ଦେଶମାନେ ସିଟିଜେନସିପ୍ ସୁବିଧା, ସୁରକ୍ଷିତ ଜୀବନ, ବିଶ୍ୱସ୍ତରୀୟ ସୁଯୋଗର ଅଫର ଦେଇଥିଲେ। ସବୁକୁ ନା କହିଦେଲେ ଏହି ଖେଳାଳି। କିଏ ସେ ଏପରି ଖେଳାଳି? ସେଇ ଖେଳାଳିଙ୍କ ନାଁ ହେଉଛି ରାଶିଦ୍ ଖାନ୍। ଏହି ତଥ୍ୟ ଏବେ ଇଣ୍ଟରନେଟରେ ଘୁରି ବୁଲୁଛି। ରାଶିଦ୍ ଖାନ୍ କହିଛନ୍ତି ତାଙ୍କୁ ଭାରତ ଓ ଅଷ୍ଟ୍ରେଲିଆ ଦୁଇଟି ଦେଶରୁ ସିଟିଜେନସିପ୍ ଓ ସେହି ଦେଶ ପାଇଁ ଖେଳିବାର ଅଫର ମିଳିଥିଲା। କେବଳ ସେତିକି ନୁହେଁ, ସବୁ ପ୍ରକାରର ସୁବିଧା ସୁଯୋଗର ମଧ୍ୟ ଅଫର ଥିଲା। କିନ୍ତୁ ସେ କ'ଣ କହିଥିଲେ? ମୁଁ ଯଦି ମୋ ଦେଶ ପାଇଁ ଖେଳିବିନି ତେବେ ଅନ୍ୟ କୌଣସି ଦେଶ ପାଇଁ ମଧ୍ୟ ଖେଳିବିନି। ଏହି ଗୋଟିଏ ଲାଇନ୍ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି। କ୍ରିକେଟ ଜଗତରେ ଚର୍ଚ୍ଚା ବଢ଼ାଇଛି। ଦେଶ ପ୍ରେମର ନୂଆ ଉଦାହରଣ ବୋଲି ଆଲୋଚନା ହେଉଛି। ଏହି ଘଟଣା 2023 IPL ସମୟର। ଏକ ଉଚ୍ଚସ୍ତରୀୟ ଭାରତୀୟ କ୍ରିକେଟ ଅଧିକାରୀ ଆଫଗାନିସ୍ତାନ ଖେଳାଳି ରାଶିଦଙ୍କୁ ମିଟିଂ ପାଇଁ ଡାକିଥିଲେ। ତାପରେ କ'ଣ କହିଥିଲେ? ତୁମ ଦେଶର ପରିସ୍ଥିତି ଖରାପ, ତୁମେ ଭାରତରେ ରୁହ, ଆମେ ତୁମକୁ ଡକ୍ୟୁମେଣ୍ଟ ଦେବୁ, ଏଠାରେ ଖେଳ। ଏହା ଶୁଣି ରାଶିଦ୍ ଖାନ୍ କ'ଣ କହିଥିଲେ? ସେ ହସିଲେ, ଧନ୍ୟବାଦ ଦେଲେ ଏବଂ ସଫା କହିଦେଲେ, ମୁଁ ଆଫଗାନିସ୍ତାନ ପାଇଁ ଖେଳୁଛି। ଏହି ତାଲିକାରେ ଭାରତ ଏକମାତ୍ର ନୁହେଁ, ଅଷ୍ଟ୍ରେଲିଆ ମଧ୍ୟ ସେହିପରି ଅଫର ଦେଇଥିଲା। କିନ୍ତୁ ରାଶିଦ୍ ଖାନ୍ଙ୍କ ଉତ୍ତର ସମାନ ଥିଲା, ମୋ ଦେଶ ଛାଡ଼ିବିନି। ଏହା ପ୍ରମାଣ କରୁଛି ଟଙ୍କା ଓ ଅୟେଶ ଠାରୁ ବଡ଼ କିଛି ଅଛି, ତାହା ହେଲା ଦେଶ ପ୍ରେମ। କ୍ରିକେଟର ରଶିଦ୍ ଖାନ୍ଙ୍କ ଜନ୍ମ ଆଫଗାନିସ୍ତାନରେ। ଜଣେ ବିଶ୍ୱସ୍ତରୀୟ ଲେଗ୍ ସ୍ପିନର। IPLରେ ଗୁଜରାଟ ଟାଇଟନ୍ସ ପାଇଁ ଖେଳୁଛନ୍ତି। T20 କ୍ରିକେଟରେ ସେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଜଣେ। ତଥାପି ସେ ଲୋଭରେ ପଡ଼ିଲେନି କି ନିଜ ଦେଶକୁ ଛାଡ଼ିଲେ ନାହିଁ। ଆମେ ସମସ୍ତେ ଜାଣୁଛୁ ଆଫଗାନିସ୍ତାନ ଏକ ସଙ୍କଟଗ୍ରସ୍ତ ଦେଶ। ଯୁଦ୍ଧ, ଅସ୍ଥିରତା, ରାଜନୈତିକ ସମସ୍ୟା ବଢ଼ିବାରେ ଲାଗିଛି। ଏମିତି ପରିସ୍ଥିତିରେ ଅନେକ ଖେଳାଳି ଦେଶ ଛାଡ଼ନ୍ତି। କିନ୍ତୁ ରାଶିଦ୍ କହିଲେ, ମୁଁ ଏଠାରେ ରହିବି, ମୋ ଦେଶ ପାଇଁ ଖେଳିବି। ଏହି ଖବର ଏତେ ବଡ଼ କାହିଁକି? କାରଣ ଆଜିର ଦୁନିଆରେ ଅଧିକାଂଶ ଲୋକ ସୁବିଧା ଚୟନ କରନ୍ତି। କିନ୍ତୁ ରାଶିଦ୍ କ'ଣ କଲେ? ସୁବିଧାକୁ ହାତଛଡ଼ା କଲେ, ଦେଶକୁ ବାଛିଲେ। ଏହା ଏକ ବଡ଼ ମେସେଜ ଦେଲା, ପରିଚୟ ଓ ମୂଳ ମାଟି ସବୁଠାରୁ ବଡ଼। ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଲୋକମାନେ କହୁଛନ୍ତି ଏହା ହେଉଛି ସତ ଦେଶଭକ୍ତି। କେହି କହୁଛନ୍ତି ଏମିତି ଖେଳାଳି ଆଜିକାଲି ମିଳୁନାହାନ୍ତି। ଭାରତୀୟ ଫ୍ୟାନ୍ସ ମାନେ ମଧ୍ୟ କହୁଛନ୍ତି ଆମେ ଗର୍ବିତ ଅଛୁ। ଏହି ଘଟଣାରେ କିଛି ରାଜନୀତିକ ଆଙ୍ଗଲ ରହିଛି। କାହିଁକି ଏମିତି ଅଫର ଦିଆଯାଇଥିଲା? କ୍ରିକେଟ ଏବେ ରାଜନୀତି ସହ ଜଡ଼ିତ କି? ଖେଳାଳିମାନେ କି ଏବେ ଗ୍ଲୋବାଲ ଟ୍ୟାଲେଣ୍ଟ? ଏହା ଆଗାମୀ ଦିନରେ ଆଲୋଚନା ହେବ। ନିଜ ମୂଳକୁ ଭୁଲିବା ନାହିଁ। ଟଙ୍କା ସବୁକିଛି ନୁହେଁ, ପରିଚୟ ସବୁଠୁ ବଡ଼। ଶେଷରେ ମୁଁ କେବଳ ଏତିକି କହିବି, ରାଶିଦ୍ ଖାନ୍ କେବଳ ଜଣେ କ୍ରିକେଟର ନୁହନ୍ତି, ସେ ଏକ ଚିନ୍ତାଧାରା, ଏକ ପ୍ରେରଣା, ଏକ ଦେଶ ପ୍ରେମର ଚିହ୍ନ। ଯେଉଁଠାରେ ସବୁଠି ସୁବିଧାର ଦୌଡ଼, ସେଠାରେ ସେ ବାଛିଲେ ଦେଶ। ଆପଣଙ୍କ ମତ କ'ଣ? ରାଶିଦ୍ ଖାନ୍ଙ୍କ ନିଷ୍ପତ୍ତି ଠିକ୍ ନା ଭୁଲ? କମେଣ୍ଟରେ ଲେଖନ୍ତୁ ଏବଂ ଏଭଳି ଖବର ପାଇଁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ ପୂର୍ବପକ୍ଷ ପ୍ରସ୍ତୁତ ମଇଦାନକୁ। ରହୁଛି, ଧନ୍ୟବାଦ।